Tak ufian. Baju. Ah. ବାସ୍ତବରେ ଇତିବୃତ୍ତି କେହି ଜାଣିନାହାନ୍ତି। ଅନୁମାନ କରନ୍ତି ଏକଦମ ରଥଯାତ୍ରା ଚାଲିଛି ତ୍ରୟୋଦଶ ଶତାବ୍ଦୀରୁ ଆରମ୍ଭ ହୋଇଛି। 1224 ମସିହାରେ ଆରମ୍ଭ ହୋଇଛି ବୋଲି କହନ୍ତି, କିନ୍ତୁ ତାହା ବି ସତ ନୁହଁ। କାହିଁକିନା ଯେହେତୁ ନିନ୍ଦସି ହମ୍ ଶ୍ରୁତି ଜାତମ ସଦୟ ହୃଦୟ ଦର୍ଶିତ ପଶୁଘାତମ କେଶବ ଶ୍ରୁତ ବୁଦ୍ଧ କରିବ। ବୁଦ୍ଧଦେବଙ୍କ ପରେ ଗୋଟେ ରଥ ଟଣା ହେଉଥିଲା ରଥଯାତ୍ରା ହେଲା। ସିଏ ଚତୁର୍ଥ ଶତାବ୍ଦୀ ହେଇଥିଲା, ତେଣୁ ଅନେକ ବିଶ୍ୱାସ କରନ୍ତି ଚତୁର୍ଥ ଶତାବ୍ଦୀରେ ବୌଦ୍ଧ ଧର୍ମର ପ୍ରାଧାନ୍ୟ ଥିଲା ସେତେବେଳେ। ଆଉ କେମିତି ଏ କଥାକୁ ଇଏ ବି ସତ୍ୟ ନୁହଁ। କାହିଁକି ନା ଏ ରଥ ବୋଧେ ଆରମ୍ଭ ହେଇଥିଲା। ମାର୍କ ଜବାବ ଦେଇଥିଲେ ପ୍ରଭୁଙ୍କୁ ଘରକୁ ଆସିକି ବସୁଥିଲେ। କାହାକୁ ଗୁଣ୍ଡିଚା ପ୍ରଭୁ ଜନ୍ମ ହେଲେ କୋଉଠି? ପ୍ରଭୁ ଜନ୍ମ ହେଲେ ଗୁଣ୍ଡିଚା ତାଙ୍କର ମାଆଙ୍କ ଘର, ଜନ୍ମର ଘର। ଏବେ ନିଜ ଘରକୁ ଯାଉଛନ୍ତି। ଜନ୍ମ ସେଠି ହେଲା ପରେ ସିଂହା ମାନେ ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ଗଢ଼ିଲେ କୋଉଠି? ନୀଳାଦ୍ରି ନୀଳକଣ୍ଡରେ ନୀଳାଦ୍ରି ନୀଳାଦ୍ରି ଶବ୍ଦଟି ଆମର ଜଗନ୍ନାଥଙ୍କ ପାଇଁ ବହୁତ ରଙ୍ଗ ଥିଲା ନୀଳ। ମନ୍ଦିର ପାହାଡ଼ର ରଙ୍ଗ ନୀଳ, ମୌରଦୀର ପାଣି ନୀଳ। ତେଣୁ ସେ ନୀଳାଦ୍ରିରେ ନୀଳକଣ୍ଡରେ ପ୍ରଭୁ ମାନେ କ'ଣ ହେଲେ ସୂଚିତ ହେଲେ। ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ତିଆରି କଲେ, ସେଇଠି ବ୍ରହ୍ମା ଆସି ମନ୍ଦିର ପ୍ରତିଷ୍ଠା କଲେ, ପ୍ରଭୁ ସେଇଠି ସଂସ୍ଥାପିତ ହେଲେ। ଯେତେବେଳେ ସେଇଠି ପ୍ରଭୁ ଆସିବେ କ'ଣ କହିଲେ? ମା କାନ୍ଦିଲେ। ଇନ୍ଦ୍ରଦ୍ୟୁମ୍ନ କହିଲେ ବାପା ମୋତେ କିଛି ଦରକାର ନାହିଁ, ମୋର ବଂଶରେ କେହି ନଥିଲେ। ଆଉ ମା କାନ୍ଦିବାରୁ ମା ଥରେ ତ ବସ ଆସେ। ତେଣୁ ପ୍ରଭୁ ଥରେ ଇଏ କରିକି ଯାଆନ୍ତି। ଆଉ ଅନ୍ୟତ୍ର କିଛି ଅଲଗା ସମୟରେ ଗୁଣ୍ଡିଚା ମନ୍ଦିରକୁ ଯିବାର କିଛି ଉଦାହରଣ ନାହିଁ। ତେଣୁ ସେ ତ ହେଇଥିଲା ରଥଯାତ୍ରା। ଗୁଣ୍ଡିଚା ମନ୍ଦିରକୁ ଆଉ ବର୍ଷ ଭିତରେ କେବେ ଯିବାର କିଛି ନଦୀ ନାହିଁ। ଯାହା ଐତିହାସିକ ମାନଙ୍କର ପୁରାଣ ବା ମାଦଳ ବାନ୍ଧିବାକୁ ମିଳେ, ସେଥିରେ ଆଉ ଥରେ ପ୍ରଭୁ କ'ଣ ଯାଆନ୍ତି କେହି ଜାଣିନାହାନ୍ତି। ତେଣୁ ବୋଧେ ଏଇ ରଥଯାତ୍ରା ଆଗରୁ ବି ଥିଲା ମୂଳରୁ। ଇଏ କେଉଁ ସମୟର କଥା? ସତ୍ୟ ଯୁଗରେ ଇନ୍ଦ୍ରଦ୍ୟୁମ୍ନ ହେଉଛନ୍ତି ସତ୍ୟ ଯୁଗ। ସେ ମନ୍ଦିର ଏ ମନ୍ଦିର କେଉଁ ମନ୍ଦିର କ'ଣ ହେଇଥିବ? ପୋଖରୀ ଖୋଳା ହେଇଛି। ପୋଖରୀ ଖୋଳା ହେଇଗଲା, ପୋଖରୀ ହେଇଗଲା। ତା କୂଳରେ ସବୁ ହେଇଗଲା। କୁରୁମ ହେଇଗଲା ବାଲି ଉଠେଇକି ପଥର ଉଠେଇକି ସେ ମଞ୍ଜି ଗୁଡ଼ା ପୌର ହାତରେ ମଞ୍ଜି ଗୁଡ଼ା ସବୁ କୁରୁମ ହେଇଗଲା ପୋଖରୀ। ସେଇଥିପାଇଁ ତ ସାକ୍ଷୀ ଯୋଗାଡ଼ ହେଲା। କିଏ ଦେଖିଛି ଇନ୍ଦ୍ରଦ୍ୟୁମ୍ନ ପୋଖରୀ କରିଛନ୍ତି? କାରଣ ବ୍ରହ୍ମା ଧ୍ୟାନରେ ବସିଛନ୍ତି। ବ୍ରହ୍ମା ଗୋଟେ ବ୍ରହ୍ମ ଦିବସ ହେଉଛି 1,82,000 ବର୍ଷ। ସେଠୁ କେତେ ଭୋଗ ହେଇଥିଲା କ'ଣ ହେଇଥିଲା କିଛି ନାହିଁ। ଇନ୍ଦ୍ରଦ୍ୟୁମ୍ନ ପହଞ୍ଚିଲେ, ଇନ୍ଦ୍ରଦ୍ୟୁମ୍ନ ପହଞ୍ଚିବା ପାଇଁ ଶକ୍ତି କୋଉଠି ଆସିବ? ଯଦି ଅଲଗା ଲୋକର ଲୋକ ସେଠି ପହଞ୍ଚି ପାରିବେନି। ତେଣୁ ସତ୍ୟ ଯୁଗ କଥା ହେଇଛି। ସତ୍ୟ ଯୁଗରେ ପ୍ରଭୁ ସେଇଠି ଥିଲେ ଯେମିତି ଦେଖାଯାଉ ଆମର ସବୁ କଥା ଆଲୋଚନା କେତେ ଜାଗାରେ ବି କଲେଣି। କିନ୍ତୁ ରଥ ମୋର ମନକୁ ଆସେ, ପ୍ରଭୁ ଯେତେବେଳେ ମାଆଙ୍କୁ କଥା ଦେଇକି ଆସିଲେ, ମା ମୁଁ ବର୍ଷକୁ ଥରେ ନିଶ୍ଚିନ୍ତ ଦେଖା କରିବାକୁ ଆସିବି। ଏବଂ ଏଇଟାକୁ ଘୋଷ ଯାତ୍ରାକୁ ଗୁଣ୍ଡିଚା ଯାତ୍ରା ବି କହନ୍ତି। ଗୁଣ୍ଡିଚା କହନ୍ତି ଗୁଣ୍ଡିଚା। ତେଣୁ ଏଇ ହେଉଛି ଗୁଣ୍ଡିଚା ସମୟ। ପ୍ରଭୁ ଏଠି ପ୍ରତିଷ୍ଠା ହେଲା ବେଳଠୁ ନୀଳାଦ୍ରି ମହୋଦୟ ମାନେ ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି। ବୈଶାଖ ଶୁକ୍ଳ ଅଷ୍ଟମୀ ନୀଳାଦ୍ରି ମହୋଦୟ ତିଥି। ଏବେ ଯେଉଁ ପ୍ରଭୁ ବାହୁଡ଼ା ଦିନ ଫେରିବେ, ତାପରେ ଦିନ ସୁନାବେଶ ହେବ, ତାପରେ ଅଧରପଣା ହେବ, ତାପରେ ହେବ କ'ଣ? ନୀଳାଦ୍ରି ବିଜେ। ନୀଳାଦ୍ରିକି ବିଜେ କରିବେ। କିନ୍ତୁ ନୀଳାଦ୍ରି ମହୋଦୟ ହେଉଛି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି ପ୍ରଭୁ ପ୍ରକଟିତ ହେବେ। ତେଣୁ ସେଇ ଦିନଠାରୁ ପ୍ରଭୁ ଯିବା ପାଇଁ, ତାପରେ ବୈଶାଖ ପରେ ଆଶାଟା ଆସୁଛି। ତେଣୁ ପ୍ରଭୁ କହି ଆସିଲେ ମୁଁ ସେଠି ଯାଉଛି ଆସି। ତେଣୁ ଇଏ ସମ୍ଭବତଃ ନୁହଁ। ଭକ୍ତ ପାଖରେ ସେ ପ୍ରଭୁ କିନ୍ତୁ ମାଆଙ୍କୁ କହିଥିଲ ଯାଇଛ ନିଶ୍ଚୟ। ଇଏ ପଞ୍ଚଦଶ ଶତାବ୍ଦୀରେ ଖଣ୍ଡିଆ ଭୂତ ଯାଇ ଯଶୋବନ୍ତ ଦାସ ସେଠି ଖଣ୍ଡିଆ ଭୂତ ରଖିଲେ, ବର୍ଷ ଯାକ ଯାଉ ଏଠି ଦାୟିତ୍ୱ କିଏ ନେଉନାହାନ୍ତି ଘରେ। ପାଖରେ ଖଣ୍ଡିଆ ଭୂତ ଯାଉଥିଲା, ଖଣ୍ଡିଆ ଭୂତ ହଇରାଣ କଲେ ସମସ୍ତଙ୍କୁ। ଯଶୋବନ୍ତ ଦାସ କହିଲେ ଦେଖିବା କ'ଣ ହେଉଛି। ଆଉ ରାତି ହେଇଗଲାଣି, ଚାଲ ମାନେ ଦକ୍ଷିଣ ସନ୍ନ୍ୟାସୀ ଦେଖା ହେଲା। ବାବାଜୀ ଚାଲ ପଳେଇବା। ଏଇ ଜଙ୍ଗଲଟା ପାର ହେଇଗଲା ପରେ ଯାଇ ଆମେ ବସିବା, ନହେଲେ ଏଇ ଜଙ୍ଗଲରେ କାହାକୁ ସେ ପାର କରିଦେବନି। କିଏ ନା ଗୋଟେ ଖଣ୍ଡିଆ ଭୂତ।
ହଉ ତାହେଲେ ଯିବା ଆଉ ଜଗନ୍ନାଥ ଇଏ ଦଶମ ଦାସ ଶିଷ୍ୟମାନେ ଟିକେ ଶୋଇପଡ଼ା ଆଉ ଖରା ଖରା ଯୋଉଠି କାହିଁଯିବା ବାହାରିଲେ ରାତି ହେଲାଣି କ'ଣ ଯିବ ନା ତମେ ଏକୁଟିଆ ଯାଅ ନାଇଁ ମୁଁ ଯିବି ତମ ସାଙ୍ଗେ ତ ଯିବି ଆଉ ଡରମଟା କାଳେ ରାତି ହେଇଯିବ ମୁଁ ପାର ପାଇବିନି ଗଲେ ସିଏ ତାହେଲେ ଉପଦ୍ରବ ଆରମ୍ଭ କଲା ଜଙ୍ଗଲ ଭିତରେ ପଶିଲାକୁ ଯାଇ ବାଟ ପାଉନାହାନ୍ତି ରାସ୍ତା ବନ୍ଦ ତାପରେ ଯିବା ତାଙ୍କର ଅନ୍ତରଙ୍ଗ ଶିଷ୍ୟ ନା କ'ଣ ରତ୍ନାକର ଠିକ୍ ଭାବରେ ମନେ ପଡ଼ିବ ଠିକ୍ ଭାବରେ କହିବ ଏଠି କ'ଣ ହେଇଛି ନା ଆଜ୍ଞା ସେ ଆରମ୍ଭ କଲାଣି ଆଉ ନା ହଉ ସେ ବାଟଟା ଧର ହଉ ତମେ ସେ ପଛରେ ଥାଅ ମୁଁ ଆଗେ ଯାଉଛି ବାଟଟା ଦେ ମୋତେ ସେଠି ମାଗିଲେ ଦୌଡ଼ାଡ଼ି ଦେ ଉପରକୁ ଦେଖିଲେ ବାଟଟା ଏଥିରେ ଆସ ହଉ ଚାଲ ଗଲା ଆଉ ଯାଇଛି ସେଇଦିନଟା ଆଜି ଖଣ୍ଡିଆ ଭିତରେ ପ୍ରଭୁ 9 ଦିନ ଆସୁଛନ୍ତି 9 ଦିନ ବାକି ବର୍ଷଟା ତ ବର୍ଷ ଲୋକ ଏଇଠି ଜଗିବ ସେ ବାହାର ରହି ଇଏ ହେଉଛି ଆମ ବିଦ୍ୟା ତାନ୍ତ୍ରିକ ଆସ୍ତେ 10 ବର୍ଷ ଥାନ୍ତି ପୁରୀରୁ ପଳେଇ ଆସିଥାନ୍ତି ରହିବା ପାଇଁ 2 ଦିନ ଗାଁକୁ ଆସୁଛନ୍ତି ତାଙ୍କର ଶିଷ୍ୟ କହିଲା ବାବା ଆମ ପାଖକୁ କ'ଣ କେହି ଦେଖାନାହାନ୍ତି ସେ ଗୋଟେ ଆସିଛି କୁଆଡ଼ୁ କ'ଣ ସବୁ ହଠ ଯୋଗ କରୁଛି ହଠ ଯୋଗ ଅର୍ଥକୁ ଭଲ କରୁଛି ତାର ତ ସମସ୍ତେ ଆମ ପାଖରେ କେହି ଆସୁନାହାନ୍ତି ସଦାବେଳେ ଆଉ ଯାଉଛନ୍ତି କ'ଣ କରିବା ଆମ ପାଖରେ କିଛି ଭଲ ନାହିଁ ସେ କ'ଣ ଶିଖଉଛି ଗୋଟେ ତନ୍ତ୍ର ଫନ୍ତ୍ର କ'ଣ ଶିଖଉଛି ଲୋକ ସବୁ ସମସ୍ତେ ସେଠିକି ଆଉ ଥରେ ଆଉ ସନ୍ଧ୍ୟାବେଳେ ଯାଇ ବସି ପଡ଼ିଲେ ସିଏ ଯଶୋବନ୍ତ ଦାସଙ୍କୁ ଚାହିଁଲା ପଚାରିଲା ତୁମର କ'ଣ ଦରକାର ଅଛି ନା କ'ଣ ବସି ଦେଖିବି ଟିକେ ଆସିଛି ଆଉ ନା ଯେମିତି ଅଳ୍ପ ବିଦ୍ୟା ଭରି କରି ମଣ୍ଡୁଷ ଜଳ ମାଛ ସଫଳି ଫଳ ଟିକେ ପାଣି ଦେଇ ହଁ ମୁଁ ବଡ଼ ମାଛଟେ ଅଛି କହି ଜାଣିକି ଏଇଟା ସବୁ ହବ ସେମିତି ସେ ହେଲା ଆସ କିଏ ଆରେ ମୁଁ ବସିକି ସେ ପିଢ଼ା ଉପରେ ପିଢ଼ାଟାକୁ ମୁଁ ଟିକେ ଯିବି ଆଉ ନା ଫସ ଫସ 10-15 ଦିନ ସେ ପିଢ଼ା ଉପରେ କହୁଥିଲି କହିବ ସେଠି ବସିଲେ ବାଡ଼ି କିଛି ହେଲା ଚାରିଆଡ଼େ ଢିଲା ପଡ଼ି ସେ ମାନେ ଯିବ ହୋସ୍ ବାସ୍ ବାସ୍ ବାଡ଼େଇ ବସିଲେ ବାଡ଼ି ଭୂତ ଲାଗିଗଲା ଆଉ ବଡ଼ ପୂଜା କରିବାକୁ ପଡ଼ିବ ରୋଷେଇ କରିବ ଏମିତି କଲେ ଦଶମ ଦାସ କହିଲେ ସବୁ ସରିଗଲା ଉଠେଇ ପାରିଲୁ ମୋତେ ଉଠେଇ ପାରିଲୁ ନା ନାହିଁ ଦଶମ ଦାସ ଉଠେଇ କହିଲେ ହଉ ଆସିବୁ ଯା ତା ଦେହରେ ବସିବୁ ଯା ଗୋତରେ ପିଢ଼ାରେ କାହିଁ ପିଢ଼ାରେ ବସିବୁ ନା ପିଢ଼ାରେ ବସ ଦେଖିବା ତ ପିଢ଼ାରେ ବସିବା ଚଲେଇବା ତୁ ଉଡ଼େଇ ଦେଉଛି କ'ଣ ଲୋକଙ୍କୁ ଦେଖିବା ମୋତେ ଉଡ଼େଇ ପାରୁନି ତୁ ନିଜେ ଉଠୁ ଏଠି ବସିଲା ଉଠି ପାରିଲାନି ପିଢ଼ାକୁ ଉଠେଇଲୁ ଆଉ ପିଢ଼ାକୁ ଉଠେଇ ପାରିଲାନି ଏଠି ବିଦ୍ୟା ଶିଖିଛି ମୁଁ ଉଡ଼େଇ ଡାକି ଆଣି ଲୋକ ସେଠି ବସେଇ ଆଉ ଲୋକ କାହା ଡାକି କ'ଣ କଲା ସେ ଲୋକଟା ସେଠି ବସିଲା ଲୋକ ଉଡ଼େଇ ନା ସେ ସେଠି ବସି ସେଠି ବସିଲେ ନା ହଁ ହଉ ତ ପଛକୁ ଯାଇକି ତା ପଛକୁ ଦେଖାଲି ବଢ଼ିଆ ଠିଆ ହେଇଛି ଝିଅ ରାଗିଲା ଅର୍ଥ ବିଦ୍ୟା ରାଗିଲା ସେଟା ସେଇଠି ଅଛି ତାକୁ ଉଡ଼େଇ ଦେବି କେଉଁଠି କ'ଣ ଲୋକ ଦେଖି ହେଉଛନ୍ତି ସେଇଠି ଅଛି ବା ଯିବା ଡାକିଲେ ଯଶୋବନ୍ତ ଦାସ କ'ଣ ନା ମୋ ସାଙ୍ଗରେ ଆସ ନା କେଉଁଥିରେ ଯିବା ଆମେ କିଛି ନାହିଁ ଆମେ ତୁ ଆସିବୁ ମୋ ଗାଡ଼ିରେ ବସିବୁ ତୋର ଗାଡ଼ି ଫାଡ଼ି ଅଛି ନା ନାହିଁ ମୋର ଗାଡ଼ି ନାହିଁ ଆସ ମୋ ଗାଡ଼ିରେ ବସିବୁ ନା ତୁମ ଗାଡ଼ି କେଉଁଠି ନା ଆସ ଠିଆ ହେଇ ଚାହିଁଲା କାହାର ଗୋଟେ ଭଙ୍ଗା କାନ୍ଥଟା ସେଠି ଥିଲା ଘର ଭାଙ୍ଗି ଯାଇଛି ଯଶୋବନ୍ତ ଦାସ ଭଙ୍ଗା କାନ୍ଥରେ ବସି ପଡ଼ିছে ଚଲେଇବି ଗାଡ଼ିଟାକୁ ନା ଭଙ୍ଗା କାନ୍ଥଟା ଚଲେଇବି କ'ଣ ନା ହଉ ତୁ ଆସେ ତୁ ଆସ ନା ପଛେ ମୁଁ ପଛରେ ଯାଉଛି ଦେଖରେ ବାପା ତା ବୁଦ୍ଧିରେ ପଡ଼ନି କେହି ବସି ଆସିଥା ଭଙ୍ଗା କାନ୍ଥକୁ ନେଇ ଚାଲେ ଭଙ୍ଗା କାନ୍ଥକୁ ଯଶୋବନ୍ତ ଦାସ କହିଲେ ଚାଲ ସେ କାନ୍ଥ ଚାଲେ ସେ ଦାଣ୍ଡିକ ପଳେଇଲା କାମ କରିବେନି ଏଠି ନାଇଁ ପୁଣି ରାଜା ପଚାରିଲେ ପଚାରିଲେ ହାତରେ କ'ଣ ଅଛି ତାଙ୍କ ନାଁରେ ବି ପଣ୍ଡା ପଡ଼ିଗଲାଣି ସବୁ କହିଲେ ବିଚାର ହେଲା ଆସ ମୁଣ୍ଡ କାଟ ହେବ ଏମିତି କ'ଣ ସମସ୍ତେ ଲୋକ ତମ ପାଖକୁ ଗଲେଣି ଯଶୋବନ୍ତ ଦାସ କହିଲେ ନାଇଁ ଆଜ୍ଞା ମୋ ମହାପ୍ରଭୁଙ୍କ କୃପାରୁ ମାଗି ଚଳୁଛି ମୋ ପାଖକୁ ଲୋକ କ'ଣ ଅଛି ନା ମୋ ହାତରେ କ'ଣ ଅଛି ଆଜ୍ଞା ଆପଣଙ୍କ ହାତରେ ସୁନା ଅଛି ରାଜା କିନ୍ତୁ ବାଲି ଧରିଛି ସୁନା ଅଛି ନା ଯଦି ସୁନା ନଥିବ ପୁରୀରେ ରହିବନି ତୁମକୁ ନିର୍ବାସନ ଦେବି ନା ଆଜ୍ଞା ରାଜା ଯାହା କରିବେ ନା ସୁନା ନା ଆମେ ଯଦି ଜଗନ୍ନାଥଙ୍କୁ ଭଲ ପାଉଥିବ ଆଜ୍ଞା ଭକ୍ତି ଥିବ ପ୍ରଭୁର ଖ୍ୟାଲ କରିବାକୁ ଆପଣଙ୍କ ହାତରେ ଯାହା ଦେବ ଆପଣଙ୍କ ହାତରେ ବାଲି ଦେବ ସୁନା ହେଇଯିବ ଆମେ ବି ପରୀକ୍ଷାରେ ପଡ଼ୁଛୁ ଯଦି ପ୍ରଭୁ ଆମକୁ ଚାହିଁବେ ଆମେ ରହିବୁ ନହେଲେ ଆମେ ଯାହା ଘର ଦେବୁ ଯେ ଆମେ ନୁହଁ ଆମେ ପଳେଇବୁ ଆପଣ କାହିଁକି କରିବେ ହାତ ଦେଖୁନାହାନ୍ତି ହାତରେ କ'ଣ ରାଜା ହାତରେ ସୁନା ସେ କହୁଛନ୍ତି
ଆଜ୍ଞା ଯଦି ଜଗନ୍ନାଥ କୃପା କରି ସେ ବାଲି ସୁନା ହେଇଛି ଆଉ ଯଦି ନ କରିବେ ଆମେ ଜାଣିଲୁ ଆମେ ତ ଭକ୍ତ ନୁହଁ ଆମେ କାହିଁକି ଆମେ ତ ବଳେ ପଳେଇବୁ ଆଉ ପ୍ରତାପରୁଦ୍ର ଦେବ ରହିବା ପାଇଁ ଆଶ୍ରମ ଆଦି ସବୁ ତିଆରି କଲେ। ପ୍ରତାପରୁଦ୍ର ମାନେ ସମସ୍ତଙ୍କୁ ଜଗନ୍ନାଥ ଦାସଙ୍କୁ ବଳରାମ ଦାସଙ୍କୁ ସମସ୍ତଙ୍କୁ ଭଲ ପାଉଥିଲେ ମହାବଳ এই ସମୟରେ ମହାପ୍ରଭୁଙ୍କର ଲୀଳା ବହୁତ ବିସ୍ତାରିତ ହେଲା ସେ ସମୟରେ ଟିକେ କୁହନ୍ତି ପ୍ରତାପରୁଦ୍ର ଦେବ ଏଇ ନାମ ସଂକୀର୍ତ୍ତନ କରି କରି ଯୁଦ୍ଧ କରିପାରିଲେନି କାହା ସାଙ୍ଗରେ ଓଡ଼ିଶାରୁ ବନ୍ଧା କରିଗଲେ ନାମ କରି ନା କ'ଣ ଯୁଦ୍ଧ